ଆପଣମାନେ ଜାଣିଛନ୍ତି ଅଲିଉଡ଼ର ଚର୍ଚ୍ଚିତ ନାୟିକା ମାନଙ୍କ ମଧ୍ୟରେ ଝିଲିକ ଭଟ୍ଟାଚାର୍ଯ୍ୟ ହେଉଛନ୍ତି ଅନ୍ୟତମ। 2013 ମସିହାରେ ରିଲିଜ୍ ହୋଇଥିବା ଟାର୍ଗେଟ୍ ଥିଲା ଝିଲିକ ଭଟ୍ଟାଚାର୍ଯ୍ୟଙ୍କ ପ୍ରଥମ ଓଡ଼ିଆ ସିନେମା। ସେହି ସିନେମାରେ ଅମ୍ଳାନ ଦାସଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଅଲିଉଡ଼ର ବଡ଼ ବଡ଼ ସୁପରଷ୍ଟାର ଅନୁଭବ ମହାନ୍ତି, ବାବୁସାନ ମହାନ୍ତି, ଅମ୍ଳାନ ଦାସଙ୍କ ଭଳି ଅଭିନେତାମାନଙ୍କ ସହିତ ଅଭିନୟ କରିସାରିଛନ୍ତି ଝିଲିକ ଭଟ୍ଟାଚାର୍ଯ୍ୟ। ତେବେ ଆପଣମାନେ ଜାଣିଛନ୍ତି କି ଝିଲିକ ଭଟ୍ଟାଚାର୍ଯ୍ୟ ଅଲିଉଡ଼ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ କିଛି ସିନେମାରେ ପ୍ରେମିକା ଭାବରେ ଅଭିନୟ କରିଥିବା ବେଳେ ଆଉ କିଛି ସିନେମାରେ ଭଉଣୀ ଚରିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ତେବେ ଚାଲନ୍ତୁ ଆଜି କଥା ହେବା ଅଲିଉଡ଼ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ଝିଲିକ ଭଟ୍ଟାଚାର୍ଯ୍ୟ ଭାଇ ଭଉଣୀ ଏବଂ ପ୍ରେମିକ ପ୍ରେମିକା ଭାବେ ଅଭିନୟ କରିଥିବା ଓଡ଼ିଆ ସିନେମା ବିଷୟରେ। ହ୍ୟାଲୋ ହାଏ ନମସ୍କାର। ଓଡ଼ିଶାର ସବୁ ସିନେପ୍ରେମୀ ଭାଇ ଓ ଭଉଣୀମାନଙ୍କୁ ଆମ ଓଡ଼ିଆ ସିନେମା ଚ୍ୟାନେଲକୁ ସ୍ୱାଗତ କରୁଛି। 2019 ମସିହାରେ ସିଦ୍ଧାର୍ଥ ମ୍ୟୁଜିକରେ ଏକ ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା ଯାହାର ନାଁ ରହିଥିଲା ଦିସ୍ ଇଜ୍ ମାୟା ରେ ବାୟା। ଏହି ସିନେମାରେ ସିଦ୍ଧାନ୍ତ ମହାପାତ୍ର ଏବଂ ଝିଲିକ ଭଟ୍ଟାଚାର୍ଯ୍ୟ ଦୁହେଁ ପ୍ରେମିକ ପ୍ରେମିକା ଚରିତ୍ରରେ ଅଭିନୟ କରିଥିଲେ। କିନ୍ତୁ ଏହା ପୂର୍ବରୁ ସିଦ୍ଧାନ୍ତ ମହାପାତ୍ର ଏବଂ ଝିଲିକ ଭଟ୍ଟାଚାର୍ଯ୍ୟ ଏକ ସିନେମାରେ ଭାଇ ଭଉଣୀ ଚରିତ୍ରରେ ମଧ୍ୟ ଅଭିନୟ କରିସାରିଥିଲେ। 2014 ମସିହାରେ ରିଲିଜ୍ ହୋଇଥିବା ଓଡ଼ିଆ ସିନେମା ଆଖିରେ ଆଖିରେରେ ସିଦ୍ଧାନ୍ତ ମହାପାତ୍ର ଏବଂ ଝିଲିକ ଭଟ୍ଟାଚାର୍ଯ୍ୟ ଦୁହେଁ ଭାଇ ଭଉଣୀ ଚରିତ୍ରରେ ଅଭିନୟ କରିଥିଲେ ଏବଂ ଏହି ସିନେମାର ମୁଖ୍ୟ ଭୂମିକାରେ ବାବୁସାନ ମହାନ୍ତି ଝିଲିକ ଭଟ୍ଟାଚାର୍ଯ୍ୟଙ୍କ ପ୍ରେମିକ ଚରିତ୍ରରେ ନଜର ଆସିଥିଲେ। କେବଳ ସିଦ୍ଧାନ୍ତ ମହାପାତ୍ର ଏବଂ ଝିଲିକ ଭଟ୍ଟାଚାର୍ଯ୍ୟ ନୁହନ୍ତି, ଏହା ପୂର୍ବରୁ ସିଦ୍ଧାନ୍ତ ମହାପାତ୍ର ବର୍ଷା ପ୍ରିୟଦର୍ଶିନୀ ମଧ୍ୟ କିଛି ସିନେମାରେ ପ୍ରେମିକ ପ୍ରେମିକା ଏବଂ ଆଉ କିଛି ସିନେମାରେ ଭାଇ ଭଉଣୀ ଚରିତ୍ରରେ ଅଭିନୟ କରିସାରିଛନ୍ତି। ମୁଁ ଏନେଇ ଏକ ଭିଡ଼ିଓ ଆଗରୁ ବନେଇ ସାରିଛି। ଯଦି ଆପଣମାନେ ଏହି ଭିଡ଼ିଓଟିକୁ ଦେଖି ନାହାନ୍ତି ତେବେ ଡେସ୍କ୍ରିପସନ୍ ବକ୍ସରେ ଲିଙ୍କ ଦେଇଦେଇଛି, ଯାଇକି ଦେଖିପାରିବେ। ଯଦି ଭିଡ଼ିଓଟି ପସନ୍ଦ ଆସିଥାଏ ତେବେ ଲାଇକ୍, ସେୟାର ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି।